ଆଚ୍ଛା ଏତେ ହଁ ଡେଲିଭରି ହେଇଛି। ବିଶ୍ୱାସ ଡେଲିଭରି ହେବାର 3 ଦିନ ପରେ ମଣ୍ଡଳୀ ପ୍ରଭୁଜ ନେବାକୁ ମନା କଲେ, ତେଣୁ ମୁଁ ନେଲି ନାହିଁ। ପ୍ରସବର କେତେ ଦିନ ପରେ ପ୍ରଭୁଜ ନେବା କଥା? ଆରେ ରେ 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 ରେ। କେତେ ଜଣ ଭାବୁଛନ୍ତି ଏଇ ସବୁ ଫଲୋ କରିକି ଆମେ ବାଇବେଲ ଫଲୋ କରୁଛୁ ବୋଲିଲା ପରେ। ଜଣେ ଜଣେ ସିଷ୍ଟର କଣ କଲେ, ମତେ ଥରେ ତାଙ୍କର ବି ଡେଲିଭରି ହେଇଥିଲା। ସେ ଡେଲିଭରି ହେଲା ପରେ ସେ ମତେ ପଚାରିଲେ, ଆଜ୍ଞା ଡେଲିଭରି ପରେ 33 ଦିନ ପରେ ନା 40 ଦିନ ପରେ ଶୁଦ୍ଧି ହୁଏ ବୋଲି ମତେ ପଚାରିଲେ। ମୁଁ ଛାନିଆ, 33 କଣ 40 କଣ? ମୁଁ ଖୋଜିଲି, ଆଉ ପରେ ଲେବିୟ ପୁସ୍ତକରେ ଦେଖିଲି ସେଠି ସେମିତି 33 ଦିନ ପରେ 40 ଦିନ ପରେ ନିଜକୁ ଶୁଚି କରିବାର, ତାପରେ ଯିବାର, ମନ୍ଦିରକୁ ଯାଇକି କଣ ବଳି ଦେବାର, କଣ କଣ ଲେଖା ଥିଲା। ଆଜ୍ଞା ଆମେ ନୂତନ ନିୟମକୁ ଆସିଲା ପରେ ପୁରାତନ ନିୟମ କାହିଁକି ଫଲୋ କରିବାର? ପ୍ରଭୁ ଭୋଜ ବିଷୟରେ ମଧ୍ୟ ଆପଣଙ୍କୁ ଥରେ କହୁଥିଲି। ହିସାବ ଅନୁସାରେ ମସଜିଦରେ ଲେଡିଜ ମାନଙ୍କ ଭ୍ୟାଲ୍ୟୁ ନାହିଁ। ଲେଡିଜ ମାନେ ବାହାରେ ବୁଲିବାରନି ମୁସଲିମ ମାନଙ୍କର। ଇସଲାମ ଧର୍ମରେ ଲେଡିଜ ମାନଙ୍କୁ ଫ୍ରି ନାହିଁ। ପୁରୁଷ ମାନେ ଯେମିତି ବି ବୁଲି ପାରିବେ, ଲେଡିଜ ମାନେ ପୁରା କଭର କରିକି ବୁଲିବାର ଅଛି। କୋଠିକାର ନ୍ୟାୟ ଏଟା? ହୁଁ। ହିନ୍ଦୁ ଧର୍ମରେ ବି କମ ଜାତିର ଲୋକ ମନ୍ଦିରକୁ ଯିବା କଥା ନାହିଁ। କୋଉ କୋଉ ମନ୍ଦିରରେ ଲେଡିଜ ମାନଙ୍କ ପାଇଁ ଆଲାଉ ନାହିଁ। ସେମିତି ଆଜି ଚର୍ଚ୍ଚରେ ବି ଯଦି ସେମିତି ହଉଛି, ମଦ ଲୋକ ଆସି ବସି ପାରୁଛି, ଆମେ ତ ମନା କରୁନୁ। ବ୍ୟଭିଚାର ଲୋକ ବି ଆସିକି ବସି ହିଁ କଥା ହଉଛି କି ନା ମଣ୍ଡଳୀରେ, ଗିର୍ଜାରେ, ତାକୁ ତ ମନା କରା ହେଉନି। ଇଆଡେ ପୁଡିଆ ଖାଇବା ଲୋକ ବି, ପାନ ଚୋବାଇବା ଲୋକ ବି ପ୍ରଭୁ ନେଇଯାଉଛି, ସେ ମନା ନାହିଁ। ପୁଣି କାହାକୁ ମନା? ଡେଲିଭରି ହେଇଛି 3 ଦିନ ପରେ ପ୍ରଭୁ ନେବାକୁ ଆସିଲାରୁ ମନା। ନ୍ୟାୟ କି ଏଟା? ମୁଁ ଆପଣମାନଙ୍କୁ କହୁଥିଲି, ସ୍ତ୍ରୀ ଧର୍ମ ଯାହା ମାନ୍ଥଲି ଥାଏ, ତ ସେଇ ହିସାବରେ ବହୁତ ଜଣ ଖ୍ରୀଷ୍ଟିଆନ ମାନେ ଗିର୍ଜା ଯାଆନ୍ତିନି ଆଉ ପ୍ରଭୁ ନିଅନ୍ତିନି। କାରଣ ଏମିତି ସେ ଅଶୁଚି ବୋଲି ଲେଖା ଅଛି। ଅଫକୋର୍ସ ଲେବୀ ପୁସ୍ତକରେ ଲେଖା ଅଛି ଅଶୁଚି 7 ଦିନ ପର୍ଯ୍ୟନ୍ତ ନା କେତେ ଦିନ ପର୍ଯ୍ୟନ୍ତ ଏଇଟା। କିନ୍ତୁ ଲେଖା ଯାଏ ଲେବୀୟ ପୁସ୍ତକରେ କି ସେମିତି ସ୍ତ୍ରୀ ଯାହାର ସ୍ତ୍ରୀ ଧର୍ମ ଚାଲିଛି, ମନ୍ଥଲି ଚାଲୁଛି, ତ ସେ ସ୍ତ୍ରୀ ଯାହାକୁ ଛୁଏ ସେ ଅଶୁଚି। ସେ ସ୍ତ୍ରୀ ଯେଉଁ ପାତ୍ରକୁ ଛୁଇଁଲା ତାହା ଅଶୁଚି। ସେ ସ୍ତ୍ରୀ ଯେଉଁ ଖଟରେ ବସିଲା ଅଶୁଚି। ଯେଉଁ ବସ୍ତ୍ର ଧରିଲା ତାହା ଅଶୁଚି। ତେଣୁକରି ତାହାକୁ ଅଲଗା କରିକି ରଖନ୍ତି। ଆମର ଆନ୍ଧ୍ର ତେଲେଙ୍ଗାନାର ସଂସ୍କୃତିରେ ମଧ୍ୟ ମନ୍ଥଲି ଚାଲୁଛି ଝିଅକୁ ବାହାରେ ବସାଇ ଦିଅନ୍ତି। ଓ କାମ କରିବାକୁ ଦିଅନ୍ତିନି, ସେଟା ଭଲ ନାହିଁ ସେମାନଙ୍କ ପାଇଁ। ତ ମୁଁ କହେ ଆପଣ ମାନଙ୍କୁ, ଯେଉଁ ଦିନ ରକ୍ତ କଣ ପ୍ରଦର ରୋଗୀ ସ୍ତ୍ରୀ, ରକ୍ତସ୍ରାବ ସ୍ତ୍ରୀ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବସ୍ତ୍ରର ଝୁମ୍ପା ଛୁଇଁଲା, କଣ ହେବା କଥା ଆକ୍ଚୁଆଲି ବ୍ୟବସ୍ଥା ଅନୁସାରେ? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଶୁଚି ହେଇଯିବା କଥା, କିନ୍ତୁ ଉଲ୍ଟା ହେଲା। ପ୍ରଭୁ ଯୀଶୁ ଅଶୁଚି ହେଲେ ନାହିଁ, ସେ ଶୁଚି ହେଇଗଲା ସେ ସ୍ତ୍ରୀ। ଯେଉଁ ଦିନ ସେ ସ୍ତ୍ରୀ ପ୍ରଭୁଙ୍କର ଝୁମ୍ପା ଛୁଇଁଲା ପରେ ବି ସୁସ୍ଥ ହେଇ ପାରିଲା, ସେଇ ଦିନ ଠାରୁ ସେ ବ୍ୟବସ୍ଥା କଟିଗଲା ଆଜ୍ଞା। ଆଉ ଆପଣଙ୍କୁ ବୁଝାଇଥିଲି କି ପୁରା ଲେବ୍ୟ ପୁସ୍ତକ ଅନୁସାରେ କୁଷ୍ଠ ରୋଗୀ ମାନେ ମଧ୍ୟ ଅଶୁଚି। ସେମାନେ ବି ଯାଇକି ଛୁଇଁବାରନି କାହାକୁ ବି। ଅଶୁଚି ହେଇଯିବେ, ଯେ ଛୁଇଁଲା ସେମାନଙ୍କୁ ସେ ଅଶୁଚି। କିନ୍ତୁ ଆମେ ଦେଖୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୁଷ୍ଠ ରୋଗୀ ମାନଙ୍କୁ ଧରିକି ଏମ୍ବ୍ରେସ କଲେ, ହକ୍ କଲେ, ସେ ଆଲିଙ୍ଗନ କଲେ। ପୁରାତନ ନିୟମର ବ୍ୟବସ୍ଥା ଏବେ ଯାଏ ଧରୁଛନ୍ତି ମାନେ ଆପଣ ମାନେ ଅନୁଗ୍ରହ ତଳକୁ ଆସିନାହାନ୍ତି ବୋଲି ଅର୍ଥ। ଏବେ ଯାଏ ସେ ଆପଣଙ୍କର ପାପ ବି ମୁକ୍ତ ହେଇନାହାନ୍ତି ବୋଲି ଅର୍ଥ। ଆମମାନଙ୍କୁ ପ୍ରଭୁ ମୁକ୍ତ କରିଦେଇଛନ୍ତି ପୁରାତନ ବ୍ୟବସ୍ଥା, ପୁରାତନ ନିୟମର କଠିନ ବ୍ୟବସ୍ଥାରୁ ଏବଂ ବଳି ନୈବେଦ୍ୟର ବ୍ୟବସ୍ଥାରୁ ମୁକ୍ତ ହେଇଛୁ ଆମେ। ମୁଁ ବୁଝାଇଥିଲି ଆପଣମାନଙ୍କୁ, ପୁରାତନ ନିୟମର କେତେକ ବିଷୟ କଟିଗଲା, କେତେକ ବିଷୟ ଏବେ ବି ଫଲୋ କରାହଉଛି। କୋଟା ବିଷୟ ଏବେ ଯାଇ ଚାଲୁଛି ବୋଲନ୍ତୁ? ପୁରାତନ ନିୟମ କହେ, ଆମ୍ବ ଛଡା ତୁମର କେହି ପରମେଶ୍ୱର ନ ରହୁ। 10 ଆଜ୍ଞା।
ତ ପୁରାତନ ନିୟମ ଯଦି କଟିଗଲା ବୋଲି କହୁ ସେ ହିସାବରେ କଣ ଆଜି ପରମେଶ୍ୱର ଛଡା ସବୁ ଦେବାଦେବୀକୁ ବି ମାନିବାର କି ନାଇଁ ନା। ତ ସେହି ବ୍ୟବସ୍ଥା ଆଜ ବି ଏବେ ବି ଲାଗୁ ଅଟେ। ତୁମେ କୌଣସି ଖୋଦିତ ପ୍ରତିମା ନିର୍ମାଣ କରିବନି, ଦ୍ୱିତୀୟ ଆଜ୍ଞା। ତ ସେଇ ହିସାବରେ ଆଜି ସେଟା ଲାଗୁ ଅଛି କି ନାଇଁ? ଆଜି ବି ଲାଗୁ ଅଛି। ମାତା ପିତାଙ୍କୁ ସମ୍ମାନ କର, ଆଜି ବି ଲାଗୁ। ଚୋରି କର ନାହିଁ, ବ୍ୟଭିଚାର କର ନାହିଁ, ଲୋଭ କର ନାହିଁ, ମିଥ୍ୟା ସାକ୍ଷ୍ୟ ଦିଅରେ, ଏ ସବୁ ଲାଗୁ ଅଟେ। ତେଣୁକରି ବ୍ୟବସ୍ଥାର କେତେକ କଠିନ ରୀତିନୀତି କ୍ରିୟାକର୍ମ ସମ୍ବନ୍ଧର ବ୍ୟବସ୍ଥା କଟି ଯାଇଛି। ମୋରାଲିଟିକୁ କଣ କହିବେ ଓଡିଆରେ? ହଁ, ନୈତିକ। ଭ୍ୟାଲ୍ୟୁସ୍ ହଁ ଭାଇ। ନୈତିକ। ହଁ, ନୈତିକ ଭ୍ୟାଲ୍ୟୁସ୍ ଯାହା ଅଛି ତାହା ଏବେ ବି ଅଛି। ତୁମେ ବ୍ୟଭିଚାର କର ନାହିଁ ବୋଲି ତୁମେ ଶୁଣିଛ ଯାହା, ଆମ୍ଭେ ତୁମକୁ କହୁଛୁ ତୁମେ ଜଣେ ସ୍ତ୍ରୀଙ୍କୁ ଖରାପ ଦୃଷ୍ଟିରେ ବି ଦେଖିବନି ବୋଲି କହିଲେ ପ୍ରଭୁ। ତ ସେଟା ଏବେ ବି ଲାଗୁ ଅଟେ। ଯେହେତୁ ପୁରାତନ ସବୁ କଟିଗଲା ତ ସବୁ ଗଲା ବୋଲି ଭାବନ୍ତୁନି। କେତେଟା କଟିଗଲା, କେତେ ଏବେ ବି ଚାଲୁଛି। କଟି ଯାଇଥିବା ଲିଷ୍ଟରେ ଏଇ ଏଇ ନିୟମ ଡେଲିଭରି ପରେ କେତେ ଦିନ ପରେ ଯିବାର ତମର ଇଚ୍ଛା। ଯିବାର ବଳ ଅଛି କି? ଆଜ୍ଞା ଯିବାକୁ ଇଚ୍ଛା ଲାଗୁଛି କିନ୍ତୁ ଏଇ ସପ୍ତାହ ପ୍ରଭୋଜ ପାଇଁ ଉଠି ଯିବାର ବଳ ମତେ ଲାଗୁନାହିଁ ବୋଲି ଭାବୁଛନ୍ତି, ରୁହନ୍ତୁ, ନେକ୍ସଟ ମନ୍ଥ ନିଅନ୍ତୁ, କିଏ ମନା କଲା? ନାଇଁ ଏବେ ସେ କେତେ ଏବେ ଯିବି, ପ୍ରଭୁ ଯିବି, ଛୁଆକୁ ଧରିକି ଯାଅ। Nobody can stop you. ଯେଉଁଦିନ ଯୀଶୁ ଖ୍ରୀଷ୍ଟ କ୍ରୁଶାର୍ପିତ ହେଇକି ଉଚ୍ଚ ସ୍ୱରରେ ଚିତ୍କାର କରିକି ପ୍ରାଣ ତ୍ୟାଗ କଲେ, ସେଇଦିନ ମନ୍ଦିରର ସେ ପରଦା ଚିରିଗଲା ଯାହା, ସେହିଦିନ ସମସ୍ତେ ନିୟମ ସିନ୍ଦୁକକୁ ଆଖିରେ ଦେଖିଦେଲେ। ନିୟମ ସିନ୍ଦୁକ ଦେଖିବା କଥା ନାହିଁ ଯାଜକ ଛଡା, ପବ୍ଲିକ ଦେଖିବା କଥା ନାହିଁ। ସେଇ ଛିରିଗଲା ପରମେଶ୍ୱରଙ୍କର ସିନ୍ଧୁକ ଓପେନ ହେଇଗଲା ସମସ୍ତଙ୍କ ପାଇଁ। ତାର ଅର୍ଥ କଣ? ପରମେଶ୍ୱରଙ୍କ ନିକଟକୁ ଆକ୍ସେସ ପାଇବାର ଅଧିକାର ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ଦ୍ୱାରା ଆମକୁ ପାଇଛି। ଆମକୁ ନା ଯାଜକଙ୍କର ଆବଶ୍ୟକତା ଅଛି, ନା ଭାଓବାଦୀର ଆବଶ୍ୟକତା ଅଛି, ନା କୌଣସି ମିଡିଏଟର ଆବଶ୍ୟକତା ଅଛି। ସବୁ ବିଶ୍ୱାସ ମାନେ ପ୍ରଭୁଙ୍କ ସହିତ କନେକ୍ଟ ହେଇପାରିବେ। ଗିର୍ଜାକୁ ମନା କରୁଛନ୍ତି, ତୁମେ ଯା ଘରେ ପ୍ରାର୍ଥନା କର। ପ୍ରଭୁ ଯିବେ ନାଇଁ କି ଘରକୁ? ଆପଣଙ୍କ ଘରକୁ ବି ପ୍ରଭୁ ଆସିପାରିବେ। କହିବେ ନା ନା ପ୍ରଭୁ ଚର୍ଚ୍ଚରେ ଅଛନ୍ତି, ପ୍ରଭୁ ତାଙ୍କ ଘରକୁ ଯାଆନା ବୋଲି କିଏ କହିବ? କିଏ କହିପାରିବନି? We all have access to God. ଗୋଟେ ଗିର୍ଜା ମନା କରୁ, ଭଲ ଗିର୍ଜାକୁ ଯାଆନ୍ତି ଯେମାନେ ଏଇ ପୁରାତନ ନିୟମ ଏତେ ଜୋରରେ ପାଳନ କରୁଛନ୍ତି, ନୂତନ ନିୟମର ଧାର୍ମିକତା, ନ୍ୟାଯ୍ୟର ଜୀବନ, ପବିତ୍ରତା ଏଇଟା କାହିଁକି ପାଳନ କରୁନାହାନ୍ତି? ଏଥିରେ ଜଣା ପଡୁଛି ସବୁ ହିପୋକ୍ରେସି ବୋଲି କହନ୍ତି, ଭେଷ ଢୋଙ୍ଗ ଏସବୁ। ପ୍ରଭୁ ନିଜେ କହିଲେ ତୁମେ ପୁରାତନ ନିୟମ ଏତେ ଜୋରଦାର ପାଳନ କରୁଛ, ନୂତନ ନିୟମ କାହିଁକି ପାଳନ କରୁନ? ବାପରେ ଏତେ ଟାଇମ ହେଇଗଲା କି ଆମର? ଗଲା 23 ମାଥ୍ୟୁ ସାରିବା। କାଲିକୁ ଦେଖିବେ, କାଲିକୁ କେତେ ଆପଣଙ୍କ କ୍ୱେଶ୍ଚନ ମତେ ଏଠି ପଠାଇ ଦିଅନ୍ତୁ ଗ୍ରୁପରେ। ଓକେ, 23 ବାବୁ, ମାଥ୍ୟୁ 23, 23 ପଢ ବାବୁ। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରି ଓ ଜିରାର ଦଶମାଂଶ ଦେଉଥାଅ, ଆଉ ବ୍ୟବସ୍ଥାର ଗୁରୁତର ବିଷୟ ଗୁଡ଼ିକ, ନ୍ୟାୟ ବିଚାର, ଦୟା ଓ ବିଶ୍ୱାସ, ଏହା ସବୁ ପରିତ୍ୟାଗ କରିଅଛ, କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟ ସବୁ ପରିତ୍ୟାଗ ନ କରିବା ଉଚିତ। 25-26 ବି। ହାୟ ଦଣ୍ଡର ପାତ୍ର କପଟି ଶାସ୍ତ୍ରୀ ଓ ଫାରୁସୀମାନେ, କାରଣ ତୁମ୍ଭେମାନେ ଗିନା ଓ ବାବୁ ଥାଳିର ବାବୁ ବାହାର ବାବୁ ପରିଷ୍କାର ବାବୁ 24-24 ପଢିପାରୁଥିଲେ। ରେ ଅନ୍ଧ ପଥ ପ୍ରଦର୍ଶକ ମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ କିନ୍ତୁ ଓଟକୁ ଗିଳୁଥାଅ। ବାସ୍ ବାସ୍ ବାସ୍। କଣ କହିଲେ? ତ ପୋଦିନାରେ କଣ ଇଏରେ ସେରେ 10 ମାସ ଦେଇଥାଅ, କିନ୍ତୁ ନ୍ୟାଯ୍ୟ, ଦୟା ଆଉ ବିଶ୍ୱାସ ପରିତ୍ୟାଗ କରୁଛୁ। କୋଉଟା ଗୁରୁତ୍ୱ ଥିଲା? ନ୍ୟାଯ୍ୟର ଜୀବନ ଯାପନ କରିଥାନ୍ତ, ବିଶ୍ୱାସର ଜୀବନ ଯାପନ କରିଥାନ୍ତ। କଣ କହିଲେ ପ୍ରଭୁ? ତାହା ବି କର, ବଡ କଥା ନାହିଁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ନ୍ୟାଯ୍ୟର ଜୀବନ, ଦୟାର ଜୀବନ ଆଉ ବିଶ୍ୱାସର ଜୀବନ। ଆଉ କଣ ସେଟା? ମଶାକୁ ଛାଣି ଓଟକୁ ଗିଳିଥାଉ। ତାର ସେମାନଙ୍କର କଲଚରରେ ଓଟ ମିନ୍ସ ସମଥିଙ୍ଗ ଏଲ୍ସ। ଏକ୍ସାମ୍ପଲ କହିବି, ମୋର ଏକ୍ସାମ୍ପଲ କହିବି।
ଚା ଛାଣିଲା ବେଳେ ଚା ପତି ଛାଣି ଥାଉ, ଅଦାକୁ ପକେଇ ଦେଇଥାଉ କପରେ। ମାନେ ଛୋଟ ଛୋଟ ଛାଣି ପକଉଛ, ବଡ ବଡଟା ଛାଡି ଦଉଛ। ଚାକୁ ଚା ପତି ଛାଣିଦେଲ, ଏତିକି ମୋଟା ଅଦା ଖଣ୍ଡଟି ପଡିଗଲା କପରେ। ମାନେ ବଡ ବିଷୟକୁ ଧରିଥାନ୍ତ, ଛୋଟ ଛୋଟକୁ ଜୋରଦାର, ମାନେ କେତେ ଯତ୍ନରେ ଲୋକମାନେ ଫଲୋ କରନ୍ତି ଦେଖ। ମଦ ଛାଡୁନାହାନ୍ତି, ପୁଡ଼ିଆ ଛାଡୁନାହାନ୍ତି, ଠକିବା ଛାଡୁନାହାନ୍ତି, ଚର୍ଚ୍ଚର ପଇସା ଖାଇବା ଛାଡୁନାହାନ୍ତି। ଆଉ ରୁଲ କାହାର ପାଇଁ? ଡେଲିଭରିରେ 3 ଦିନ ପରେ ପ୍ରଭୁ ଧାଇଁକି ଆସିଥିବ, ଜଣେ ମାକୁ ତୁମେ ଧକ୍କା ମାରି ବାହାର କରିଦେବ କି, ମନା କରିଦେବ କି? ସବୁ ଦଣ୍ଡ ପାଇବେ ଆଜ୍ଞା ମାନେ ସବୁ। ନା ନା ନା, ଗଲା ସେଇ ବ୍ୟବସ୍ଥା କୋଉଠି ଗଲା? ପୁରାତନ ନିୟମର କଷ୍ଟଦାୟକ ବ୍ୟବସ୍ଥା କୋଉଠି ଗଲା? ଆତ୍ମିକତା, ନ୍ୟାଯ୍ୟ, ବିଶ୍ୱାସ, ଧାର୍ମିକତା ସମ୍ବନ୍ଧୀୟ ବ୍ୟବସ୍ଥା ଏବେ ବି ଲାଗୁ ଅଛି। ରାଇଟ୍, ପ୍ରେଜ୍ ଦ ଲର୍ଡ। ଆପଣଙ୍କ ଡାଉଟ୍ସ କ୍ଲିୟର ହେଲା ବୋଲି ଆଶା କରୁଛି। ଗଡ୍ ବ୍ଲେସ୍ ୟୁ। ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା।